ଭୀମସେନ ହୋ ହୋ ହୋଇ ହସି ଉଠିଲେ। ଆନନ୍ଦରେ କୌତୁକରେ ସେ ଉଲ୍ଲସିତ ହୋଇଥାନ୍ତି, କିନ୍ତୁ ମୋ ଆଖି କୋଣରେ ଅଶ୍ରୁ ଛଳଛଳ କରୁଥାଏ। ଭାବୁଥାଏ, ଏ କି ବିଷମ ପରୀକ୍ଷା! ଯୁଧିଷ୍ଠିରଙ୍କର ବିଦୁଷୀ ପତ୍ନୀ ଆବଶ୍ୟକ, ଯିଏ ଧର୍ମ ବିଚାର କରିପାରୁଥିବ, ଧର୍ମ ପାଇଁ ଜୀବନର ଶ୍ରେଷ୍ଠ ବସ୍ତୁକୁ ଉତ୍ସର୍ଗ କରିପାରୁଥିବ, ଶାସ୍ତ୍ର ପୁରାଣ ବେଦର ସାରମର୍ମ ବୁଝି ତାକୁ ଜୀବନର ପ୍ରତି ପଦେ ପଦେ ପାଳନ କରୁଥିବ। ଭୀମସେନଙ୍କ ରୁଚି ଠିକ୍ ବିପରୀତ। ପୁଣି ଅନ୍ୟ ତିନି ପତିଙ୍କର ରୁଚି କେମିତି ହୋଇଥିବ କିଏ ଜାଣେ। ପଞ୍ଚଭୂତ ଶରୀରରେ ମୋତେ 5ଟି ବ୍ୟକ୍ତିତ୍ୱର ଅଧିକାରିଣୀ ହେବାକୁ ହେବ। ଏହା କ'ଣ ସମ୍ଭବ? ଦ୍ୱନ୍ଦ୍ୱର ଅବସାନ ହୋଇନି, ରାତ୍ରିର ଅବସାନ ହେଲା। ଘର ସାରା କୃଷ୍ଣ ବାସ୍ନା ଖେଳି ବୁଲୁଥାଏ। ଅଳ୍ପ ସମୟ ପୂର୍ବେ କୃଷ୍ଣ ଏଠାରେ ଉପସ୍ଥିତ ଥିଲେ। କୃଷ୍ଣା ସହ ମିଳନ ପୂର୍ବରୁ ସଖା ଅର୍ଜୁନଙ୍କୁ ସେ କି ପରାମର୍ଶ ଦେଉଥିଲେ। ଆଜି ବୀର ଅର୍ଜୁନଙ୍କ ସହ ମୋର ପ୍ରଥମ ମିଳନ ରାତ୍ରି। ମୋ ଜୀବନରେ 5ଟି ପ୍ରଥମ ମିଳନ ରାତ୍ରି ଆସିଛି। ସବୁ ରାତ୍ରି ପ୍ରଭାତ ହୋଇଛି ଗଭୀର ସଂଯମ ଓ ଅନ୍ତର୍ଦ୍ୱନ୍ଦ୍ୱ ଭିତରେ। ଆଜି ରାତ୍ରିର କଥା କିନ୍ତୁ ସ୍ୱତନ୍ତ୍ର। ଆଜିର ମିଳନ ରାତ୍ରି ହୋଇଥାନ୍ତା ମୋ ଜୀବନର ପରମ କାମ୍ୟ ମିଳନ ରାତ୍ରି। ଅର୍ଜୁନ ହୋଇଥାନ୍ତେ ମୋର ଏକମାତ୍ର ସ୍ୱାମୀ। ଅଥଚ ନାଟକର ଅବାସ୍ତବ ଦୃଶ୍ୟ ଭଳି କ'ଣ ସବୁ ଘଟିଯାଉଛି ମୋର ଜୀବନରେ। ଏମିତି ଘଟଣା କ'ଣ ଆଉ କେଉଁଠି କାହା ଜୀବନରେ ଘଟେ? ଆଜି ମୋ ଜୀବନର ତୃତୀୟ ବାସର ରାତ୍ରି। ଅଥଚ ମୁଁ ଭାବୁଥାଏ ଆଜିର ରାତ୍ରି ହିଁ ମୋ ଜୀବନର ସର୍ବଶ୍ରେଷ୍ଠ ରାତ୍ରି ହୋଇ ରହିବ। ବାଧ୍ୟବାଧକତାରେ ପଡ଼ି ମଣିଷ ଅନେକ କାର୍ଯ୍ୟ କରେ। ଦେଶ ପାଇଁ, ଜାତି ପାଇଁ, ଧର୍ମ ରକ୍ଷା ପାଇଁ ମଣିଷ ଇଚ୍ଛା ବିରୁଦ୍ଧରେ ଅନେକ ରୋମାଞ୍ଚକର କାର୍ଯ୍ୟ କରିଥାଏ। ସେଥିରେ ତା'ର ସମ୍ମାନ ବଢ଼େ, ପ୍ରତିଷ୍ଠା ବଢ଼େ। ମାତ୍ର ତା'ର ଆତ୍ମାକୁ ଆନନ୍ଦ ମିଳେ କି ନା ମୁଁ ଜାଣେ ନା। କିନ୍ତୁ ଯେଉଁଠି ଅନ୍ତରର ଅନୁମୋଦନ ଥାଏ, ସେହି କାର୍ଯ୍ୟରେ ହିଁ ତା'ର ଆତ୍ମା ତୃପ୍ତ ହୁଏ। ମୋର ଅବସ୍ଥା ଠିକ୍ ସେହିପରି। ମୋର ଆତ୍ମାକୁ ଅର୍ଜୁନଙ୍କ ପାଖରେ ସମର୍ପି ଦେବା ପରେ ହିଁ ମୋତେ ପଞ୍ଚପତି ବରଣ କରିବା ପାଇଁ ବାଧ୍ୟ କରାଯାଇଛି। କାରଣ ତା' ଦ୍ୱାରା ଧର୍ମ ରକ୍ଷା ହେବ। ପଞ୍ଚପତିଙ୍କ ଭିତରୁ ଅର୍ଜୁନଙ୍କ ପାଖରେ ମୋର ଆତ୍ମା ଯେ ବନ୍ଧା ପଡ଼ିଯାଇଛି, ତାକୁ ଅସ୍ୱୀକାର କରିବି କେମିତି? ମୋର ମନ କଥା ସଖୀ ନିତମ୍ବିନୀ ଜାଣେ। କିନ୍ତୁ ଆଜି ବାସର ଘରଟିକୁ ସେ ସବୁଦିନଠାରୁ ଅଧିକ ଆଡ଼ମ୍ବରପୂର୍ଣ୍ଣ କରି ସଜାଇଛି। ନୀଳ କଇଁ, ନୀଳ ତମାଳ, ଚମ୍ପା ଏବଂ ନାନା ସୁବାସିତ ଫୁଲର ଝାଲରରେ ଘରର ଦ୍ୱାର ଝରକାକୁ ଶୋଭାମୟ କରିଛି। ନିତମ୍ବିନୀ ଚାହିଁଥିଲେ ହୀରା, ନୀଳା, ମଣିମୁକ୍ତାରେ ମୋର ବାସର ଘର ସଜେଇ ପାରିଥାନ୍ତା। କିନ୍ତୁ